କେବଳ ଭଜନ ସମୟରେ ଏଇ ଗେଟ୍ ଦେଇ ଆପଣ ଆଶ୍ରମକୁ ଯାଇ ଆସିପାରିବେ। ଆଶ୍ରମ ଭିତରେ ଆପଣମାନେ ଫ୍ରି ଗାଡ଼ିର ମଧ୍ୟ ସୁବିଧା ପାଇପାରିବେ ବ୍ୟାଟେରୀ ଗାଡ଼ିରେ। ଯୋଉଠିକି ଚାହିଁବେ ଯାଇପାରିବେ। ଆପଣ ଏ ଯେଉଁ ପଥର ଗୁଡ଼ିକ ଦେଖୁଛନ୍ତି ଏଇଟା ଉଲ୍କା ପିଣ୍ଡର ଅବଶେଷ ଅଟେ। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆପଣଙ୍କର ପ୍ରିୟ ରାଜେଶ। ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଭ୍ରମଣ ଲଗ୍ସକୁ। ତେବେ ଏଇ ଯେଉଁ ଭିଡ଼ିଓଟି ଆଜି ଆପଣ ଦେଖୁଛନ୍ତି ଏଇଟା ମୋ ଚ୍ୟାନେଲର 2 ନମ୍ବର ବ୍ଲଗ୍ ଭିଡ଼ିଓ ଅଟେ। ଏହା ପୂର୍ବରୁ ଆପଣ ମୋର ପ୍ରଥମ ବ୍ଲଗ୍ ଭିଡ଼ିଓରେ ଦେଖିଥିଲେ ଆମର ଖୋର୍ଦ୍ଧା ରୋଡ଼ ଜଙ୍କସନ୍ରୁ ଶ୍ରୀ ସତ୍ୟ ସାଇ ପ୍ରଶାନ୍ତି ନିଳୟମ୍, ଯେଉଁଟାକି ଶ୍ରୀ ସତ୍ୟ ସାଇ ବାବାଙ୍କ ଆଶ୍ରମ, ସେଠାକାର ଟ୍ରେନ୍ ଜର୍ନି। ତେବେ ଆଜି ଆପଣ ଏଇ ଭିଡ଼ିଓରେ ଦେଖିବାକୁ ପାଇବେ ଏହି ଆଶ୍ରମରେ ଆପଣ କିପରି ରହିପାରିବେ, କେଉଁଠି ଖାଇପାରିବେ, ଖାଇବା ପିଇବାର ବ୍ୟବସ୍ଥା, ରହିବାର ବ୍ୟବସ୍ଥା, ଏଥିସହିତ ଏଠାରେ ପାଖାପାଖି ଥିବା ଦର୍ଶନୀୟ ସ୍ଥାନ ଗୁଡ଼ିକ। ତେବେ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ଏଇ ଆମର ବ୍ଲଗ୍ ଭିଡ଼ିଓଟିକୁ। ସାଙ୍ଗମାନେ, ଯଦି ଆପଣ ଆମର ପୂର୍ବ ଭିଡ଼ିଓକୁ ଦେଖିନାହାନ୍ତି ତେବେ ମୁଁ ଡେସ୍କ୍ରିପସନରେ ଲିଙ୍କ୍ ଦେଇଦେବି। ଆପଣ ସେଠାକୁ ଯାଇ ସେ ଭିଡ଼ିଓ ଦେଖିବା ସହିତ ସେଥିରେ ବହୁଳ ମାତ୍ରାରେ ଲାଇକ୍ ସେୟାର କରନ୍ତୁ। ସାଙ୍ଗମାନେ, ଆପଣ ପୂର୍ବ ଭିଡ଼ିଓରେ ଆମର ଦେଖିଥିଲେ ଯେ ଆମେ ପ୍ରଶାନ୍ତି ଏକ୍ସପ୍ରେସରେ ଟ୍ରେନ୍ ଯାତ୍ରା କରିଥିଲୁ ସତ୍ୟ ସାଇ ପ୍ରଶାନ୍ତି ନିଳୟମକୁ। ଯଦି ଆପଣମାନେ ପ୍ରଶାନ୍ତି ନିଳୟମକୁ ଯିବାକୁ ଚାହୁଁଛନ୍ତି ତେବେ ଭୁବନେଶ୍ୱରରୁ 2ଟି ଟ୍ରେନ୍ ମାତ୍ର ଡାଇରେକ୍ଟ ଟ୍ରେନ୍ ଯାଉଛି, ଯେଉଁଟାକି ଅଟେ ହାওড়ା ୟଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍ ଆଉ ଗୋଟେ ପ୍ରଶାନ୍ତି ଏକ୍ସପ୍ରେସ୍। ତେବେ ହାওড়ା ସୁପରଫାଷ୍ଟ ଏକ୍ସପ୍ରେସଟା କେବଳ ବୁଧବାରକୁ ବୁଧବାର ଯାଉଛି, ଯେଉଁଟାକି ଭୁବନେଶ୍ୱରରୁ ରାତି 9:15ରେ ଡିପାର୍ଚର କରିବ ଏବଂ ତା ପରଦିନ ରାତି 9:15ରେ ନେଇ ପ୍ରଶାନ୍ତି ନିଳୟମରେ ଆପଣଙ୍କୁ ଡିପାର୍ଚର ପହଞ୍ଚାଇବ। ତେବେ ଏତିକି ମୁଁ କହି ରଖେ ଯେ ଆପଣ ପ୍ରଶାନ୍ତି ନିଳୟମ୍ ଯଦି ଯାଉଛନ୍ତି ଏବଂ ଆଶ୍ରମରେ ରହିବାର ପ୍ଲାନ୍ କରି ଯାଉଛନ୍ତି ତେବେ ମୁଁ ଏଇ ଟ୍ରେନ୍ଟାକୁ ରେକମେଣ୍ଡ କରିବି ନାହିଁ। କାହିଁକି ନା ଆଶ୍ରମର ଗେଟ୍ ରାତି 3ଟାରୁ ଖୋଲା ହୋଇ ରାତି 8ଟାରେ ବନ୍ଦ ହୋଇଯାଏ। ତେଣୁ ଯେହେତୁ ଆପଣ 9:15ରେ ପହଞ୍ଚିବେ, ତେଣୁ ଆପଣଙ୍କୁ ବାଧ୍ୟ ହୋଇ କୌଣସି ହୋଟେଲ ହେରିକାରେ ରହିବାକୁ ପଡ଼ିବ, ଯେଉଁଠିକି ଆପଣଙ୍କୁ ବହୁତ ପଇସା ଦେବାକୁ ମଧ୍ୟ ପଡ଼ିବ। କିନ୍ତୁ ଯଦି ଆପଣ ବାହାର ହୋଟେଲରେ ରହିବାର ପ୍ଲାନ୍ କରିଛନ୍ତି ତେବେ ଆପଣ ସେଇ ଟ୍ରେନ୍ରେ ଆରାମସେ ଯାଇପାରିବେ, ଯେଉଁଟାକି କେବଳ ବୁଧବାରକୁ ବୁଧବାର ଭୁବନେଶ୍ୱରରୁ ଛାଡ଼େ। କିନ୍ତୁ ପ୍ରଶାନ୍ତି ଏକ୍ସପ୍ରେସରେ ଯଦି ଆପଣ ଯାଉଛନ୍ତି ଏଇଟା ଗୋଟେ ଡେଲି ଟ୍ରେନ୍ ଅଟେ। ଯେମିତିକି ମୁଁ କହିଥିଲି ପୂର୍ବ ଭିଡ଼ିଓରେ କହିଥିଲି, ପ୍ରଶାନ୍ତି ଏକ୍ସପ୍ରେସରେ ଯଦି ଆପଣ ଯାଉଛନ୍ତି ତେବେ ଏଇଟା ସକାଳ 6ଟାରେ ଭୁବନେଶ୍ୱରରୁ ଛାଡ଼ି ତା ପରଦିନ ସକାଳ 8:30 କିମ୍ବା 8:25 ଭିତରେ ଆପଣଙ୍କୁ ପ୍ରଶାନ୍ତିରେ ପହଞ୍ଚାଇ ଦିଏ, ଯାହାଫଳରେ ଆପଣ ଆଶ୍ରମକୁ ଆକ୍ସେସ୍ ଫ୍ରିରେ ପାଇପାରିବେ। ଏବଂ ଆପଣ ଷ୍ଟେସନରୁ ଯେତେବେଳେ ବାହାରି ପଡ଼ିବେ, ବହୁତ ଗୁଡ଼ିଏ ବସ୍, ମିନି ବସ୍ ଥିବ କିମ୍ବା ଛୋଟ ଟ୍ୟାକ୍ସି ଥିବ, ତା ମାଧ୍ୟମରେ ଆପଣ ଭଡ଼ା କରି କିମ୍ବା ବୁକିଂ କରି ଆପଣ ଯାଇପାରିବେ ଆଶ୍ରମକୁ। ତେବେ ପ୍ରଶାନ୍ତି ଆଶ୍ରମରେ ଯଦି ମୁଁ ରହିବା କଥା କହିବି, ଆପଣ ଯଦି ଆଶ୍ରମରେ ରହିବାକୁ ଚାହାନ୍ତି ତେବେ ସେଠି କ୍ୟାଟେଗୋରୀ ୱାଇଜ୍ ତାର ପଇସା ଥାଏ। ଗୋଟେ 15 ଟଙ୍କା ଅଛି, ଗୋଟେ 40 ଟଙ୍କା ଅଛି, ଆଉ ଗୋଟେ ପର୍ସନାଲ୍ ରୁମ୍ ଅନୁସାରେ ତାର ପଇସା ଅଛି। ତେବେ ଯେଉଁଟା 15 ଟଙ୍କା ସେଇଟା କ'ଣ ନା ଆପଣଙ୍କ ପୁରା ବଡ଼ ବଡ଼ ହଲ୍ ଥିବ, ସେ ହଲ୍ରେ ଆପଣ ତଳେ ଆପଣଙ୍କର ନିଜ ଏରିଆ ବେଡ଼ସିଟ୍ କି କ'ଣ ପାରିକି ଆପଣ ସେଠି ଶୋଇପାରିବେ। ତେବେ ଯଦି 40 ଟଙ୍କା କହିବେ, 40 ଟଙ୍କାରେ ଆପଣଙ୍କର ଡବଲ୍ ବେଡ଼୍ ଆସିବ, ଯେଉଁଟାକି ମୁଁ ଆପଣଙ୍କୁ ଭିଡ଼ିଓରେ ଆପଣଙ୍କୁ ଦେଖାଇଦେବି କିପରି ଆସିବା 40 ଟଙ୍କାରେ, ଯେଉଁଟା ଡବଲ୍ ବେଡ଼୍ ରହିବ। ସେଇଭଳି ପର୍ସନାଲ୍ ରୁମ୍ ନୁହଁ, କିନ୍ତୁ ବଡ଼ ବଡ଼ ହଲ୍ରେ ଆପଣଙ୍କର ଡବଲ୍ ବେଡ଼୍ ରହିବ। ତେବେ ଯଦି ଆପଣଙ୍କ ହଲ୍ରେ ରହିବାକୁ ପସନ୍ଦ ନୁହଁ, ତେବେ ଆପଣ ଯଦି ପର୍ସନାଲ୍ ରୁମ୍ ନେବାକୁ ଚାହୁଁଛନ୍ତି ତେବେ ଏସି ନନ୍ ଏସି କ୍ୟାଟେଗୋରୀର ରୁମ୍ ମଧ୍ୟ ଅଛି, ଯେଉଁଠି ସିଙ୍ଗଲ୍ ବେଡ଼୍, ଡବଲ୍ ବେଡ଼୍ର କ୍ୟାଟେଗୋରୀ ମଧ୍ୟ ଅଛି। ଏହା ଆପଣଙ୍କର ଚଏସ୍କୁ ନେଇ ଭ୍ୟାରି କରେ ରେଟ୍, ଯେଉଁଟାକି ଆପଣଙ୍କର 100 ଟଙ୍କାରୁ ଆରମ୍ଭ କରି 2,000 3,000 ଟଙ୍କା ପର୍ଯ୍ୟନ୍ତ ବି ହେଇପାରେ। କିନ୍ତୁ ଆପଣ ଯଦି ଆଶ୍ରମ ବାହାରେ ରହିବାକୁ ଚାହୁଁଛନ୍ତି, ହଁ ଗୋଟେ କଥା କହିଦିଏ, ଯଦି ଆପଣ ଆଶ୍ରମ ଭିତରେ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବାହାରକୁ ଆକ୍ସେସିବୁଲ୍ ରାତି 8ଟା ପର୍ଯ୍ୟନ୍ତ ହେଇପାରିବ। ରାତି 8ଟା ପରେ ଏହାର ଗେଟ୍ ପଡ଼ିଯାଉଛି। ଆପଣ ଯଦି ବାହାରେ ରହିଗଲେ ତେବେ ଆପଣଙ୍କୁ ବାହାରେ ହିଁ ସେଦିନ କଟେଇବାକୁ ପଡ଼ିବ। ତେଣୁ ଯଦି ବା କିଏ ଯିବେ, ଆପଣ ଆଶ୍ରମ ବାହାରକୁ ବୁଲିବାକୁ ଯାଉଛନ୍ତି ତେବେ ଆପଣ ଚେଷ୍ଟା କରିବେ ରାତି 8ଟା ପୂର୍ବରୁ ପଳେଇ ଆସିବା ପାଇଁ। ଆଉ ରହିଲା ବାହାର କଥା, ଯଦି ଆପଣ ବାହାର ହୋଟେଲରେ ରହୁଛନ୍ତି ଆପଣ ରାତି 3ଟାରୁ ବା ଯେଉଁଟା ଭୋର 3ଟାରୁ ରାତି 8ଟା ଭିତରେ ଆପଣ ଯେତେବେଳେ ବି ଆଶ୍ରମ ଭିତରକୁ ଆସିପାରିବେ।
ଏଥିସହିତ ଆପଣ ବାହାରେ ଯେତେ ସମୟ ପର୍ଯ୍ୟନ୍ତ ବୁଲିପାରିବେ, କିନ୍ତୁ ହୋଟେଲରେ ଏହାର ରେଟ୍ ଆରମ୍ଭ ହେଇଯାଉଛି 300 ଟଙ୍କାରୁ ଆରମ୍ଭ ହେଇଯାଉଛି। ଆପଣଙ୍କୁ ଚଏସ୍ ଅନୁଯାୟୀ ଏସି ନନ୍ ଏସି ରୁମ୍ ଅନୁସାରେ ଆପଣଙ୍କର ପେମେଣ୍ଟ ମଧ୍ୟ ବଢ଼ିଯିବ। ଯଦି ଆପଣଙ୍କର ଖାଇବା ପିଇବା କଥା କହିବି, ତେବେ ଆଶ୍ରମ ଭିତରେ 3ଟି କ୍ୟାଣ୍ଟିନ୍ ଅଛି, ଗୋଟେ ନର୍ଥ, ଗୋଟେ ସାଉଥ୍ ଆଉ ଗୋଟେ ୱେଷ୍ଟର୍ଣ୍ଣ କ୍ୟାଣ୍ଟିନ୍। ତେବେ ସାଉଥ୍ କ୍ୟାଣ୍ଟିନ୍ରେ ମିଲ୍ର ଦାମ ହେଉଛି 15 ଟଙ୍କା, ଯେଉଁଥିରେ ଆପଣ ଅନଲିମିଟେଡ୍ ଖାଇବା ଖାଇପାରିବେ, ଯେଉଁଟାକି ଆପଣଙ୍କର ଭାତ ସମ୍ବର ରହିବ, ସାଥିରେ ଟିକେ ଯେକୌଣସି ଚଟଣି ଟିକେ କିମ୍ବା ଯେକୌଣସି ତରକାରୀ ଟିକେ, ଆପଣ ଭାତ ଯେତେ ଅନଲିମିଟେଡ୍ ମାଗିକି ଖାଇପାରିବେ। କିନ୍ତୁ ଯଦି ଆପଣ ନର୍ଥ କ୍ୟାଣ୍ଟିନ୍ ଆଡ଼େ ଯାଉଛନ୍ତି, ସେଠି ସବୁ ପର୍ ଡଙ୍କି ହିସାବରେ ଆପଣଙ୍କର ବା ଯେଉଁ ପର୍ ଚାମଚ ହିସାବରେ ଆପଣଙ୍କର ପଇସା ଲାଗିଯିବ। ତେଣୁ ଆପଣ ଯେତେ ଚାମଚ କିମ୍ବା ଯେତେ ଡଙ୍କିର ଜିନିଷ ଆଣିବେ ସେଇ ଅନୁସାରେ ତାର ପଇସା ଲାଗିଯିବ। ଯେମିତିକି ଭାତ ଗୋଟେ ଡଙ୍କିକି 5 ଟଙ୍କା, ଡାଲି ଗୋଟେ ଡଙ୍କିକି 8 ଟଙ୍କା। ତ ଆପଣ ଯଦି ମିନିମମ୍ରେ ଖାଇବାକୁ ଚାହୁଁଛନ୍ତି, ଆପଣଙ୍କ ଆଭରେଜ 60-70 ଟଙ୍କା ନର୍ମାଲ ଖାଇବା ଥାଳି ପଳେଇ ଆସିବ। କିନ୍ତୁ ନର୍ଥ କ୍ୟାଣ୍ଟିନ୍ରେ ଆପଣ ଭେରାଇଟି ପାଇପାରିବେ, ଯେମିତି ଭାତ, ଡାଲି, ଖଟା, କେଉଁଦିନ ତରକାରୀ, କେଉଁଦିନ ପନିର ତରକାରୀ, କେଉଁଦିନ ଛୋଲେ ତରକାରୀ, ଏଥିସହିତ ରୁଟି ବି ଆପଣ ପାଇପାରିବେ, ପୁରୀ ବି ପାଇପାରିବେ, ମିଠା ବି ପାଇପାରିବେ, ଯେମିତି ଲଡ଼ୁ, ଗୋଲାପଜାମୁ ଏଇଭଳି ମିଠା ବି ପାଇବେ, କିନ୍ତୁ ଭେରାଇଟି ପାଇବେ। କିନ୍ତୁ ସାଉଥ୍ କ୍ୟାଣ୍ଟିନ୍ରେ ଆପଣଙ୍କର କେବଳ 2ଟା ଜିନିଷ ଅନଲିମିଟେଡ୍, ଯେଉଁଟାକି ଭାତକୁ ସମ୍ବର, ଆଉ ଆପଣ ପ୍ରଥମ ଥରରେ ଯେଉଁ ଟିକେ ଚଟଣି ଦିଆହେଇଥିବ କିମ୍ବା ଯେକୌଣସି ଟିକେ ନାକୁ ତରକାରୀ ଦିଆହେଇଥିବ, ଆଉ ଟିକେ ଯେଉଁ ଦହି ପାଣି, ଏତିକି ହେଉଛି ଯେଉଁ ଥରକେ ଦିଆହେଇଥିବ ସେତିକି। କିନ୍ତୁ ଭାତ ଆପଣ ଅନଲିମିଟେଡ୍ ଖାଇପାରିବେ। କିନ୍ତୁ ନର୍ଥରେ ଆପଣ ଯେତେ ଥର ଆଣିବେ ସେତେ ଥର ଆପଣଙ୍କୁ ପେମେଣ୍ଟ କରିବାକୁ ପଡ଼ିବ। ତେବେ ଚାଲନ୍ତୁ ପ୍ରଶାନ୍ତି ନିଳୟମ୍ ରେଲୱେ ଷ୍ଟେସନରୁ ଆଶ୍ରମକୁ ଯିବା ସମୟରେ ପ୍ରଶାନ୍ତିର କିଛି ପାରିପାର୍ଶ୍ୱିକ ଦୃଶ୍ୟ ଗୁଡ଼ିକ ଦେଖିବା। ଏଇଟା ଆପଣ ମାନେ ଦେଖୁଛନ୍ତି ପ୍ରଶାନ୍ତିର ଷ୍ଟେସନ ବିଲ୍ଡିଂ। ଆପଣ ମାନେ ଯେମିତି ପୁରୀ ଗଲେ ଗଳି କନ୍ଦିରେ ଜଗନ୍ନାଥଙ୍କ ଫଟୋ ଦେଖିବାକୁ ପାଉଛନ୍ତି, ଏଠି ଯେମିତି ଆପଣ ପ୍ରଶାନ୍ତିରେ ଗଳି କନ୍ଦି ରାସ୍ତାଘାଟ ସବୁଆଡେ ଆପଣ ସାଇବାବାଙ୍କ ଫଟୋ ଦେଖିବାକୁ ପାଇବେ। ଶ୍ରୀ ସତ୍ୟସାଇ ସୁପର ସ୍ପେଶାଲିଟି ହସ୍ପିଟାଲ। ତେବେ ଯଦି ଆପଣ ପ୍ରଶାନ୍ତିରେ ଆଶ୍ରମରେ ନ ରହି ବାହାରେ ଭଲ ଲଜରେ ରହିବାକୁ ଚାହୁଁଛନ୍ତି, ତେବେ ମୁଁ ଆପଣଙ୍କୁ ରେକମେଣ୍ଡ କରିବି ଆଶ୍ରମର ଠିକ୍ ବାହାରେ ଅଛି ସାଇ ଗଣେଶ ଲଜ୍, ଯେଉଁଟାକି ଆମର ଜଣେ ଓଡ଼ିଆ ଭାଇ କରିଛନ୍ତି। ତାଙ୍କ ନାଁ ହେଉଛି ଚନ୍ଦ୍ରକାନ୍ତ ଛୋଟରାୟ, ଏବଂ ତାଙ୍କ ଲଜ୍ର ମୁଁ ଡିଟେଲ୍ସଟା ଆପଣଙ୍କୁ ସାଇଟ୍ ସ୍କ୍ରିନ୍ରେ ଶୋ କରେଇ ଦେଉଛି। ଆପଣମାନେ ଏଇ ଲଜ୍ରେ ରହି ମଧ୍ୟ ଆଶ୍ରମକୁ ଯାଇ ଖାଇବା ପିଇବା କରିପାରିବେ। ଏଥିସହିତ ଲଜ୍ର ଠିକ୍ ସାମ୍ନାରେ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ ଅଛି। ତେବେ ଆପଣମାନେ ଏଇ ଲଜ୍ରେ ଆପଣ ଉଭୟ ଏସି ୱିଥ୍ ନନ୍ ଏସି ଦୁଇଟାକ ରୁମ୍ ଆଫୋର୍ଡେବଲ୍ ପ୍ରାଇସ୍ରେ ପାଇପାରିବେ। ଯଦି କିଏ ଇଚ୍ଛୁକ ଅଛନ୍ତି, ତେବେ ଆପଣ ଏଇ ନମ୍ବରରେ କଲ୍ କରି ତାଙ୍କ ସହିତ କଣ୍ଟାକ୍ଟ କରିପାରିବେ। এইটা ହେଉଛି ଆଶ୍ରମର ମେନ୍ ଏଣ୍ଟ୍ରି ଗେଟ୍, ଯେଉଁଟାକୁ ଗଣେଶ ଗେଟ୍ କୁହାଯାଏ। ବର୍ତ୍ତମାନ ମୁଁ ଯେଉଁଠି ଠିଆ ହେଇ ଭିଡ଼ିଓ ରେକର୍ଡ଼ିଂ କରୁଛି, ଏଇଟା ହେଉଛି ପ୍ରଶାନ୍ତିର ବସ୍ ଷ୍ଟାଣ୍ଡ, ଯେଉଁଟାକି ଠିକ୍ ଆଶ୍ରମର ସାମ୍ନା ପଟେ ଅବସ୍ଥିତ। ଏବଂ ଦେଖିପାରୁଥିବେ ଆପଣ ଗଣେଶ ଗେଟ୍ଠୁ ଏହା କେତେ କମ୍ ଦୂରତାରେ ଅବସ୍ଥିତ।
ଆଶ୍ରମ ଭିତରେ ଆପଣମାନେ ଫ୍ରି ଗାଡ଼ିର ମଧ୍ୟ ସୁବିଧା ପାଇପାରିବେ, ବ୍ୟାଟେରୀ ଗାଡ଼ିରେ ଯେଉଁଠିକି ଚାହିଁବେ ଯାଇପାରିବେ। କିନ୍ତୁ ଆଶ୍ରମ ଭିତରେ, ଆଶ୍ରମ ବାହାରକୁ ନୁହଁ। ଆଶ୍ରମ ବାହାରକୁ ବାହାରେ ଯଦି ଆପଣ କୁଆଡ଼େ ବୁଲିବେ ତେବେ ସେଠୁ ଆପଣ ଚାଲିକି ଯାଇପାରିବେ କିମ୍ବା ଅଟୋ ଭଡ଼ା କରିକି ଯିବେ। ଟିକେ ସମୟ ପୂର୍ବରୁ ମୁଁ ଆପଣଙ୍କୁ ଯେଉଁ 40 ଟଙ୍କିଆ ରୁମ୍ କଥା କହୁଥିଲି ଆଶ୍ରମ ଭିତରେ ଅଛି, ଦେଖନ୍ତୁ କିପରି। ଏଇଟା ହେଉଛି ଆଶ୍ରମର ଭଜନ ହଲ୍, ଯୋଉଟାକୁ କୁଲୱନ୍ତ ହଲ୍ କହନ୍ତି। ବର୍ତ୍ତମାନ ଆପଣ ଏ ଯେଉଁ ଘର ଗୁଡ଼ିକ ଦେଖୁଛନ୍ତି, ଏଇଟା କୁଲୱନ୍ତ ହଲ୍, ଯୋଉଟା କି ଭଜନ ହଲ୍ କହିଥିଲି। ତାର ପଛ ଭାଗ ରାସ୍ତା, ଯେଉଁଠି ଆପଣ ସିଧାସଳଖ ବାହାର ଗେଟକୁ ଯାଇପାରିବେ। ଏଇଟା ହେଉଛି ଆଶ୍ରମର ଗୋପୁରମ ଗେଟ୍, ଯେଉଁଟା କି ହଲ୍ ରେ ଭଜନ ଚାଲିଥିବା ସମୟରେ ହିଁ ଖୋଲା ହୁଏ, ଅନ୍ୟ ସବୁବେଳେ ବନ୍ଦ ରହେ। ଯଦି ଆପଣ ଏଇ ବାଟ ଦେଇ ଯିବା ଆସିବା କରିବାକୁ ଚାହୁଁଛନ୍ତି, ତେବେ ଭଜନ ସମୟକୁ ଅପେକ୍ଷା କରିବାକୁ ପଡ଼ିବ, କାରଣ ଭଜନ ହେଲା ଟାଇମରେ ହିଁ ଏଇ ବାଟ ଦେଇ ଆପଣ ଯିବା ଆସିବା କରିପାରିବେ। ତେବେ ଆପଣ ଯଦି ଆଶ୍ରମ ବାହାରେ କିଛି ଜାଗା ବୁଲିବାକୁ ଚାହୁଁଛନ୍ତି, ତେବେ ବହୁତ ଗୁଡ଼ିଏ ଜାଗା ଅଛି। ଯେମିତିକି ଆମର ଅଛି ଚୈତନ୍ୟ ଜ୍ୟୋତି ମ୍ୟୁଜିୟମ୍, ଓଲ୍ଡ ମ୍ୟୁଜିୟମ୍, ଶ୍ରୀ ସତ୍ୟ ସାଇ ସ୍ପେସ୍ ଥିଏଟର, ଶ୍ରୀ ସତ୍ୟ ସାଇ ସୁପର ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଯାଇ ବୁଲି ପାରିବେ। ବାବାଙ୍କର ଜନ୍ମସ୍ଥାନ, ଯୋଉଟା ବର୍ତ୍ତମାନ ଗୋଟେ ଶିବ ମନ୍ଦିରରେ ପରିଣତ କରାଯାଇଛି। ଏଥିସହିତ ବାବାଙ୍କର ବାପା ମାଙ୍କର ସମାଧି, ଶ୍ରୀ ଦତ୍ତାତ୍ରୟ ଟେମ୍ପୁଲ। ଏଥିସହିତ ଆପଣ ଇଣ୍ଡୋର ଷ୍ଟାଡିୟମ୍, କଳ୍ପବୃକ୍ଷ, ଯେଉଁଟାକି ଇଚ୍ଛାପୂର୍ତ୍ତି ବୃକ୍ଷ କୁହାଯାଏ, ବଟ ବୃକ୍ଷ ଏବଂ ହନୁମାନ ଟେମ୍ପୁଲ, ହିଲ୍ ସାଇଡ଼୍ ଷ୍ଟାଡିୟମ୍, ଏଥିସହିତ ଆପଣ ସତ୍ୟଭାମା ଟେମ୍ପୁଲ ଇତ୍ୟାଦି ବହୁତ ସ୍ଥାନ, ପାଖାପାଖି ସ୍ଥାନ ଅଛି, ଆପଣ ଯେଉଁଠି ଯାଇକି ବୁଲି ପାରିବେ ଆରାମସେ। ଚାଲିକି ମଧ୍ୟ ଯାଇପାରିବେ। ଯଦି ଆପଣ ଚାଲିକି ନ ଯାଇପାରିବେ, ଆପଣ ଗାଡ଼ି ଭଡ଼ା ମଧ୍ୟ କରିକି ଯାଇପାରିବେ। ଅଟୋରେ 10 ଟଙ୍କା ମାତ୍ର ନେଉଛନ୍ତି ପ୍ରତି ଜାଗାକୁ। ଆପଣ 10 ଟଙ୍କା ଦେଇକି ମଧ୍ୟ ସେଠାକୁ ଯାଇପାରିବେ। ଏବେ ଚାଲନ୍ତୁ ଆଶ୍ରମ ବାହାରକୁ ଯିବା ଏବଂ ସେଠାରେ ପାଖାପାଖି ଥିବା ଦର୍ଶନୀୟ ସ୍ଥାନ ଗୁଡ଼ିକୁ ବୁଲିବାକୁ ଯିବା। ଏଇଟା ହେଉଛି ଶ୍ରୀ ସତ୍ୟ ସାଇ ସ୍ପେସ୍ ଥିଏଟର। ଆରି ଉପର ଭାଗରେ ଏକ ଥିଏଟର ରହିଛି, ଯେଉଁଠି ଆପଣ ମହାକାଶ ବିଷୟରେ ଏକ ଅଧଘଣ୍ଟିଆ ଶୋ ଦେଖିପାରିବେ। ଏଥିସହିତ ଏହା ଭିତରେ ମହାକାଶ ବିଷୟରେ ତଥ୍ୟ ଗୁଡ଼ିଏ ଜାଣିପାରିବେ। ଆପଣ ଏଇ ଯେଉଁ ପଥର ଗୁଡ଼ିକ ଦେଖୁଛନ୍ତି, ଏହା ହେଉଛି ଉଲ୍କାପିଣ୍ଡର ଅବଶେଷ।
এইটা ହେଉଛି ଇଣ୍ଡୋର ଷ୍ଟାଡିୟମ, ଯୋଉଟା କି ଆମର ସ୍ପେସ୍ ଥିଏଟର ପାଖକୁ ଲାଗିକି ରହିଛି। এইଟା ହେଉଛି ଚୈତନ୍ୟ ଜ୍ୟୋତି ମ୍ୟୁଜିୟମ। ଏଠାରେ ଭିତରକୁ ମୋବାଇଲ ଆଲାଉ ନାହିଁ, ତେଣୁ ଯାହା ଆପଣ ଭିଡିଓ କି ଫଟୋ ଉଠେଇବେ କେବଳ ବାହାରେ ହିଁ ଉଠେଇ ପାରିବେ। ଏହି ଚୈତନ୍ୟ ଜ୍ୟୋତି ମ୍ୟୁଜିୟମର ଠିକ୍ ସାମ୍ନାରେ ଏକ ଷ୍ଟାଡିୟମ ଅଛି। ସ୍ପେଶାଲ ଅକେଜନ ମାନଙ୍କରେ ଏହି ଷ୍ଟାଡିୟମରେ ବହୁ ପର୍ବପର୍ବାଣି ଧୁମଧାମରେ ପାଳନ କରାଯାଏ। କିଛି ନିର୍ଦ୍ଦିଷ୍ଟ ଦିନ ମାନଙ୍କରେ ଏହି ଷ୍ଟାଡିୟମର ସାମ୍ନାରେ ଥିବା ପାହାଡରେ ଆପଣ ଲେଜର ଶୋ ମଧ୍ୟ ଦେଖିବାକୁ ପାଇପାରିବେ। ଏହି ଚୈତନ୍ୟ ଜ୍ୟୋତି ମ୍ୟୁଜିୟମକୁ ଲାଗିକି ଏକ ହରିଣ ପାର୍କ ମଧ୍ୟ ରହିଛି। ବଡ ହିଟ୍ ଗୋଟେ ଦେଖ। ଏଇଟା ହେଉଛି କଳ୍ପ ବୃକ୍ଷ ବା ଇଚ୍ଛାକୃତି ବୃକ୍ଷକୁ ରାସ୍ତା, ଯୋଉଟା କି ଆଶ୍ରମର ଠିକ୍ ସାମ୍ନା ରାସ୍ତାରେ ଅବସ୍ଥିତ। ଗଣେଶ ଗେଟ୍ ସୋମନାଥ ରୋଡ। ଏଇଟା ହେଉଛି ସାଇବାବାଙ୍କ ବାପା ମାଙ୍କର ସମାଧି ସ୍ଥଳ। ଏଇଟା ହେଉଛି ଗଙ୍ଗା ମାତା ମନ୍ଦିର, ଯୋଉଟା କି ଆମର କଳ୍ପ ବୃକ୍ଷ ଯିବା ରାସ୍ତାରେ ଚିତ୍ରାବତୀ ନଦୀ କୂଳରେ ଅବସ୍ଥିତ। ଓଲ୍ଡ ମ୍ୟୁଜିୟମ ଯିବା ସମୟରେ ବାଟରେ ବଟ ବୃକ୍ଷ ପଡିବ, ଯୋଉଟା କି ମେଡିଟେସନ ଟ୍ରି ନାଁରେ ଫେମସ, ଯୋଉଟା କି ଆଶ୍ରମର ପାଖକୁ ଲାଗି ରହିଥିବା ପାହାଡ ଉପରେ ଅବସ୍ଥିତ। ଆପଣ ଏ ଯୋଉ ଗେଟ୍ ଟି ଦେଖୁଛନ୍ତି, ଏଇଟା ଓଲ୍ଡ ମ୍ୟୁଜିୟମର ଏଣ୍ଟ୍ରି ଗେଟ୍, କିନ୍ତୁ ଭିତରକୁ ଆପଣଙ୍କୁ ମୋବାଇଲ ଆଲାଉ ହେବ ନାହିଁ। ଆପଣ ଯାହା ଭିଡିଓ ଫଟୋ ଉଠେଇବା କଥା ବାହାରେ କେବଳ ଉଠେଇ ପାରିବେ। ତେବେ ଆପଣ ଯଦି ପ୍ରଶାନ୍ତି ବ୍ୟତୀତ ପାଖାପାଖି ଅଞ୍ଚଳରେ ଥିବା ଆଉ କିଛି ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଆନ୍ତି, ତେବେ ଆପଣ ବସ୍ ଭଡ଼ା କରି କିମ୍ବା କୌଣସି ବୋଲେରୋ ଫୋଲେରୋ ବୁକିଂ କରି ଆପଣ ଲେପାକ୍ଷୀକି ଯାଇପାରିବେ, ଯୋଉଟାକି ଆମର ବିଜୟନଗର ସାମ୍ରାଜ୍ୟର ଏକ ପ୍ରମୁଖ ମନ୍ଦିର, ଯୋଉଠି ବୀରଭଦ୍ର ସ୍ୱାମୀ ଟେମ୍ପୁଲ ଅଛି।
एसत आपण कर्णाटकर चिक्कबल्लापुर आदिजोगी स्टाच्यू को जापरेंगे एसत नंदी हिल्स को जापरेंगे किंतु ध्यान रखिए आपड़ से जाऊँगी आपण राति फेरला समय आपण को आश्रम एंट्री मिल ना एसत आप चिक्काबलपुर आदिजोगी जदि जाऊँगी सेठार प्रमुख आकर्षणीय हूँ सेठाकार लेजर शो जदि आप आदिजोगी जाऊँगी सेठार लाइट शो निहाती देखूँ जार टाइमिंग हो प्रतिदिन संध्या 7टा तेरे लेपाक्षी और आदिजोगी वीडियो देखापी आपण को आउ गोटे वीडियो को अपेक्षा करा पड़ो आज ये देखा पुणी एक वीडियो जय जगन्नाथ।